ବନ୍ୟାରେ ଧୋଇଗଲା ପରିବା ଚାଷ ସାପୁଆ ନଦୀର ରମ୍ଫା ବନ୍ଧଠାରେ ହୋଇଥିବା 30 ଫୁଟର ଘାଇ ଚାଷୀମାନଙ୍କର ପାଇଁ ଦୁର୍ଦ୍ଦଶାର କାରଣ ହୋଇଛି ଏବଂ ଚାଷ ଜମିରେ ପାଣି ଜମି ପରିବା ସବୁ ପଚି ସଡ଼ି ନଷ୍ଟ ହୋଇଗଲାଣି। ପୁରୁଣା କଟକ ସମ୍ବଲପୁର ରାସ୍ତାର ଘଣ୍ଟିଖାଲ ଗଡ଼ା ରାସ୍ତା ଉପରେ ଚାଲିଛି ବନ୍ୟା ଜଳ, ଯାତାୟାତ ବାଧାପ୍ରାପ୍ତ ହୋଇଛି। ଧୁରୁସିଆ ପଞ୍ଚାୟତରେ ପାଣି ଛାଡ଼ିଯାଇଛି, ହେଲେ ନଷ୍ଟ ହୋଇଯାଇଛି ଅନେକ ପରିବା ଫସଲ। ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ଆଠଗଡ଼ ପ୍ରତିନିଧି ନୀଳକଣ୍ଠ ଦୋରା। ମହାନଦୀରେ ବଢି ଫଳରେ ଆଠଗଡ଼ ଅଞ୍ଚଳର ସ୍ଥିତି ସଙ୍ଗୀନ ହୋଇଥିଲା। ଏବେ ପାଣି ଛାଡିବା ପରେ ଚିତ୍ର ଅଲଗା। ସାପୁଆ ରମ୍ପା ବନ୍ଧଠାରେ 30 ଫୁଟର ଘାଇ ହେବା ଫଳରେ ଅନେକ ପରିବା ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ବନ୍ଧ ଡେଇ ସାପୁଆର ଯୋଉ ପାଣି ମହାନଦୀର ବ୍ୟାକ୍ ୱାଟର ସାପୁଆ ନଈ ଦେଇ ଆସିବା ଫଳରେ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ଥିଲା। ଯଦିଓ ଆଜି ମଧ୍ୟ ପାଣି ଚାଲିଛି। ମୁଁ ସିଧାସଳଖ କ୍ୟାମେରା ପର୍ସନ ଅନୁରୋଧ କରି ଦେଖେଇବେ, ଏଇ ଯୋଉ ବିଲ ଗୁଡିକ ଦେଖୁଛନ୍ତି, ଏଇ ବାଟ ଦେଇ ସେ ରମ୍ପା ବନ୍ଧ ନିକଟରେ ଯୋଉ ଘାଇ ହେବା ଫଳରେ ପାଣି ଗୁଡିକ ଏଇ ବାଟ ଦେଇ ମାଡି ଯାଇଥିଲା, ଯୋଉଥିପାଇଁ ପରିବା ଫସଲ ନଷ୍ଟ ହୋଇଛି। ଯୋଉ ଅନେକ ଚାଷ ଜମି ମଧ୍ୟ ନଷ୍ଟ ହୋଇଛି। ଆମ ସହିତ କିଛି ଚାଷୀ ଅଛନ୍ତି, ସିଧା ପ୍ରତିକ୍ରିୟା ନେବା, ତା ସହିତ ଲୋକାଲ ଲୋକଙ୍କ ସହିତ ପ୍ରତିକ୍ରିୟା ନେବା। କହିବେ ଏ ରମ୍ପା ବନ୍ଧ ବାରମ୍ବାର ଘାଇ ହେଉଛି, କାହିଁକି ପ୍ରତିକାର ହେଇପାରୁନି, କାହିଁକି ସ୍ଥାୟୀ ସମାଧାନ ହେଇପାରୁନି? ରମ୍ପା ବନ୍ଧ ବାରମ୍ବାର ଘାଇ ହେବାର ମୁଖ୍ୟ କାରଣ ହେଲା ସାପୁଆ ନଦୀ ଏବଂ ମହାନଦୀରେ ଯୋଉ ବନ୍ୟା ଆସୁଛି ତା ମିଳିତ ଏଥିରେ ସେଠି ଘାଇ ସୃଷ୍ଟି ହଉଛି। ବହୁତ ଦିନର ଇଏ ପୁରାତନ ବନ୍ଧ, ତେଣୁ ବହୁତ ଦିନର ପୁରାତନ ବନ୍ଧ ହେବାରୁ ତାକୁ ଯଦି ଭଲ ଭାବରେ ରିପାରିଂ କରାଯାନ୍ତା, ଭଲ ଭାବରେ ସୁଦୃଢ ଭାବରେ କରାଯାନ୍ତା, ତାହେଲେ ଏହା ବାରମ୍ବାର ଦେଖାଯାଆନ୍ତା ନାହିଁ। ପୁଣି ଯଦି ପାଣି ଆସେ ପୁଣି ବାଧାପ୍ରାପ୍ତ ହବ ଏବଂ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ। ନିଶ୍ଚିତ ଭାବେ ଶୁଣୁଥିଲେ ଚାଷୀ ମାନେ ନାହିଁ ନଥିବା ସହିତ ଚାଷୀ ଅଛନ୍ତି। ଆଜ୍ଞା କଣ କହିବେ, ଏ ଯୋଉ ଫସଲ ବର୍ତ୍ତମାନ ପାଣିରେ ଶୋଇଗଲା, ଇଏ କଣ ଆଉ ଫଳିବ ନା ନଷ୍ଟ ହେଲା? ଇଏ ସମ୍ପୂର୍ଣ୍ଣ ନଷ୍ଟ। ଆମେ ଚାଷୀ ମଲୁ। ବର୍ତ୍ତମାନ ସରକାର କିଛି କାମ ଆମ କଥା ବୁଝୁନାହାନ୍ତି। ଯୋଉ ଭଳିଆ ବନ୍ୟା ଆସୁଛି, ପୁଣି ଯଦି ବନ୍ୟା ଆସିବ ରମ୍ପା ସମ୍ପୂର୍ଣ୍ଣ ଭାଙ୍ଗିଗଲେ ଆମେ ଚାଷୀ ମଲୁ। ଆମ ଘର ଦ୍ୱାରା ସବୁ ନେଇ ରେଲୱେ ପାଣି କଣ ସାପୁଆ ନଈର ପାଣି ନା ମହାନଦୀର ପାଣି ସାପୁଆ ଦେଇ ଆମ ରମ୍ପା ବନ୍ଧ ପଟେ ଘାଇଗୁଡ଼ି ପଟେ ଆସୁଛି। କେତେ ପାଣି ଏଠି ଚାଲିଥିଲା? କେତେ ଏଠି ପ୍ରବଳ ପାଣି ଥିଲା। ଏଇ ବିଲ ଉପରେ ମିନିମମ୍ ବେଚ ଭଳିଆ ପାଣି, ମୁଣ୍ଡେ ପାଣି ହଉଥିଲା। ଏବେ ଏଇ ବିଲ ଶୋଇଗଲା। ଏ ବିଲ ଶୋଇଗଲା, ଏବେ ସମ୍ପୂର୍ଣ୍ଣ ନଷ୍ଟ। କଣ ଏଠି ସବୁ ଚାଷ ହେଇଥିଲା? ଏଠି ଜହ୍ନି, କଲରା, ବୁଦି, ଲାଉ, କିଏ ମକା କରିଥିଲେ, କାକୁଡି କରିଥିଲେ, ଛଚିନ୍ଦ୍ରା, ଅଲ୍ ଭେରାଇଟି ଫସଲ ଏଠି ହଉଛି। ସବୁ ନଷ୍ଟ। ଆଜ୍ଞା କଣ କହିବେ, ଯୋଉ କଥାରେ ଅଛି ଲତା ଫସଲ ପାଣି ବାଜିଲେ ନଷ୍ଟ, ସେଇଥିପାଇଁ ତ ବନ୍ଧ ଦେଇକି ତାକୁ ଚାଷ କରାଯାଏ। ଏବେ ପାଣିରେ ବୁଲାଇ ଫସଲ ରହିବ ନା ନାଇଁ, ପୁରା ନଷ୍ଟ ହେଇଯିବ? ନାଇଁ ଆଜ୍ଞା, ଇଏ ଆଉ ରହିବନି। ଆମେ ତ ମଲୁ ଆଉ କଣ କରିବୁ? ଧାନ ତଳି ପକେଇଥିଲୁ, ସିଏ ବି ଗଲା। ଫସଲ ହେଇକି ଶୋଇକି ଗଲା। ପାଣି ଛାଡିଗଲା ସିନା, ପୁଣି ଥରେ ଯଦି ମହାନଦୀରେ ପାଣି ଆସିଲା ସରକାରଙ୍କୁ ସହାୟତା ମାଗିବୁ ଆଉ କିଛି ଉପାୟ ନାହିଁ। ନିଶ୍ଚିତ ଭାବେ କେଉଁ ନା କେଉଁଠି ପରିବା ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଚାଷୀ ମାନେ ବେଶ କ୍ଷତିଗ୍ରସ୍ତ ହୋଇଛନ୍ତି। କେବଳ ଇଏ ଚିତ୍ର ହଉଛି ଆଠଗଡ଼ ଧୁରୁସିଆ ଅଞ୍ଚଳର, କେବଳ ଧୁରୁସିଆ ନୁହେଁ, ଆପଣ ଉତ୍ତର ବାଙ୍କି ଅଞ୍ଚଳର କିଛି ପଞ୍ଚାୟତ, ତିଗିରିଆର କିଛି ପଞ୍ଚାୟତ, ଏ ସବୁ ଅଞ୍ଚଳରେ ବର୍ତ୍ତମାନ କିଛି ଅଞ୍ଚଳରେ ଚାଷ ଜମି ବୁଡି ରହିଛି, ପରିବା ଫସଲ ବୁଡି ରହିଛି। ଏଇ ରମ୍ପା ବନ୍ଧରେ ଯୋଉ ସାପୁଆ ନଦୀର ରମ୍ପା ବନ୍ଧରେ ଘାଇ ହେବା ଫଳରେ ଏଇ ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବ। ପୁରୁଣା କଟକ ସମ୍ବଲପୁର ରାସ୍ତାର ଘଣ୍ଟିକାଲ ଗଡ଼ା ନିକଟରେ ଯାତାୟାତ ବାଧାପ୍ରାପ୍ତ ଅଛି। ଯଦି ପୁନର୍ବାର ପୁଣି ଥରେ ମହାନଦୀରେ ପାଣି ବଢେ, ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହବ, ଯାତାୟାତ ଠପ ହବ। ନିଶ୍ଚିତ ଭାବେ ସ୍ଥାନୀୟ ଅଞ୍ଚଳର ଚାଷୀ ସାଧାରଣ ଲୋକ ଦାବି କରିଛନ୍ତି ଯୋଉ ସରକାରଙ୍କୁ ନିଶ୍ଚିତ ଭାବେ ଯୋଉ ରମ୍ପା ବନ୍ଧକୁ ସ୍ଥାୟୀ ଭାବେ କରାଯାଉ ଏବଂ ବନ୍ଧର ଉଚ୍ଚତା ମଧ୍ୟ ବଢାଯାଉ, ଯେଉଁଥିପାଇଁ ଚାଷୀ ମାନେ ତାଙ୍କର ଚାଷ କାର୍ଯ୍ୟ କରିପାରିବେ ଏବଂ କ୍ଷତି ସହିବେ ନାହିଁ। ଆଠଗଡ଼ର ନୀଳକଣ୍ଠ ଦୋରା, OTV।